ପ୍ରକାଶ ଓ ରୀତାଙ୍କର ବିବାହ ଡିସେମ୍ବର ମାସ 4 ତାରିଖରେ ଥିଲା। ହେଲେ ପ୍ରକାଶ 3 ତାରିଖରେ ବରଯାତ୍ରୀ ନେଇ ବାହା ହେବାକୁ ପଳାଇ ଆସିଲେ। ଯେତେବେଳେ ସେମାନେ କନ୍ୟାଘର ପାଖାପାଖି ହୋଇଗଲେ, କନ୍ୟାଘରକୁ ମାଲୁମ ପଡ଼ିଗଲା। ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ବିବାହ ତ ଆସନ୍ତାକାଲି ଅଛି, ଆଉ ବରଯାତ୍ରୀ ନେଇ ସେମାନେ ଆଜି କେମିତି ପଳାଇ ଆସିଲେ। କନ୍ୟା ଘରେ ହଇଚଇ ସୃଷ୍ଟି ହୋଇଗଲା, କାରଣ ବିବାହର ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇନଥିଲା। ବିବାହ ତ ଆସନ୍ତାକାଲି ଥିଲା, ତେଣୁ କିଛି କାମ ବାକି ରହିଯାଇଥିଲା। କନ୍ୟା ପକ୍ଷ ଜାଣିବା ପରେ ତୁରନ୍ତ ସେମାନେ ବର ପାଖକୁ ବାହାରିଗଲେ। ରାସ୍ତାରେ ଭେଟି ପଚାରିଲେ କି ଆଜି କେମିତି ପଳାଇ ଆସିଲେ, ବିବାହ ତ ଆସନ୍ତାକାଲି। ହେଲେ ସେମାନେ ଆଶ୍ଚର୍ଯ୍ୟ ହେବା ବଦଳରେ କହିଲେ କି ନାଇଁ ନାଇଁ, ବିବାହ ତ ଆଜି। ଆଉ ଜିଦ୍ ଧରିଲେ କି ଆଉ ଫେରିବୁନି, ଆଜି ହିଁ ଝିଅକୁ ନେଇକି ଯିବୁ। କନ୍ୟା ପକ୍ଷଙ୍କ ମୁଣ୍ଡରେ ଯେମିତି ବଜ୍ର ପଡ଼ିଲା। କହିଲେ, ଖାଇବା ପିଇବାଠୁ ଆରମ୍ଭ କରି ଆମେ ସବୁ ବ୍ୟବସ୍ଥା କେମିତି କରିବୁ? 2-4 ଜଣଙ୍କ କଥା ନୁହେଁ ନା, ଆପଣମାନେ ପୁରା 124 ଜଣ ଅଛନ୍ତି, ଆମେ କେମିତି କ'ଣ କରିବୁ? ହେଲେ ବର ପକ୍ଷ ପୁରା ଜୋଶରେ ଥିଲେ। କହିଲେ ଯାହା ବି ହେଉ, ବିବାହ କରିବାର ଅଛି ତ ଆଜି ହିଁ ସବୁ ବ୍ୟବସ୍ଥା କରିବାକୁ ପଡ଼ିବ। କନ୍ୟା ପକ୍ଷଙ୍କର ମୁଣ୍ଡ ଗୋଳମାଳ ହୋଇଗଲା। ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଗଲା। ତ ବହୁତ ରୋଚକ କାହାଣୀ। ସେହିଦିନ ବିବାହ ହେଲା କି ନା? ଭୁଲ କାହାର ଥିଲା? ତାରିଖ କିଏ ଭୁଲି ଯାଇଥିଲା? ପୁଅ ଘର ନା ଝିଅ ଘର? ପୁଣି ଏହାର ସମାଧାନ କ'ଣ ହେଲା? ଜାଣିବା ପାଇଁ ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ।